ତ ପିଲାମାନେ ଆଜି ଆମେ ପ୍ରଶ୍ନ ଉତ୍ତର କରିବା ଏକତ୍ର ବାସ କରିବାର। ତ ପ୍ରଥମେ କ'ଣ ଲେଖିଛି ପିଲାମାନେ ଆମ ବିଚିତ୍ର ବିଶ୍ୱ ପରିବେଶ ପାଠ। ତ ପ୍ରଥମରେ କ'ଣ ଲେଖା ହେଇଛି ପିଲାମାନେ? ତ ପିଲାମାନେ ଏଇଠି ଲେଖା ହେଇଛି ଆମ ଗୋଷ୍ଠୀ ଏକକ ସମ୍ପର୍କ। ଆମ ଗୋଷ୍ଠୀ ବୋଲି କ'ଣ ପିଲାମାନେ ସବୁ ପରିବାର କେମିତି ଚଳିବା, ମିଶିକିରି ଖାଇବା। ତ ଏଇ ବିଷୟରେ ଏଠି ଲେଖା ହେଇଛି। ତ ଚାଲ ଆମେ ପଢ଼ିବା ଏକତ୍ର ବାସ କରିବା। ପ୍ରଥମ ଅଧ୍ୟାୟର ପ୍ରଶ୍ନ ଉତ୍ତର କରିବା ଚାଲ ପିଲାମାନେ। ତ ପିଲାମାନେ ପ୍ରଥମ ପାଠ ଏକତ୍ର ବାସ କରିବା। ଆମ ଗ୍ରାମ ଚାରିପାଖରେ ଏକ ଭ୍ରମଣ। ତ ପିଲାମାନେ ଦେଖନ୍ତୁ, ଭଲ ଭାବରେ ଦେଖନ୍ତୁ, ଏଇ ଚିତ୍ରକୁ ଦେଖନ୍ତୁ। ତ ଚାଲ ଆମ ଗ୍ରାମ ଚାରିପାଖରେ ଏକ ଭ୍ରମଣ। ତ ଏହାର ଚାଲ ପ୍ରଶ୍ନ ଉତ୍ତର କରିବା। ତ ପିଲାମାନେ ପ୍ରଥମ କୋଶ୍ଚିନ୍ କ'ଣ ଲେଖାଯାଇଛି? ଆସ ଲେଖିବା। ଚନ୍ଦନର ଗାଁ ଚିତ୍ରକୁ ଦେଖ। ଚିତ୍ରରେ କ'ଣ ଦେଖୁଛ ତଳେ ଲେଖ। ତ ପିଲାମାନେ ଚନ୍ଦନର ଗାଁ କେଉଁଟା ପିଲାମାନେ? ତ ଚାଲ ଦେଖିବା କେଉଁଟା ଗାଁ। ତ ପିଲାମାନେ ଏଇଟା ହେଉଛି ଚନ୍ଦନର ଗାଁ। ତ ଗାଁରେ ସବୁ କ'ଣ ଚାଲିଛି ପିଲାମାନେ? ଦେଖ, ଗୋଟେ ଗାଈ ଅଛି, ଗୋଟେ ଲୋକ ସାଇକେଲ ଧରି ଯାଉଛି ସାମାନ, ଆଉ ଗୋଟେ କୂଅ ଅଛି, ଆଉ ଗୋଟେ କାର ଆସୁଛି, ଆଉ ପିଲାମାନେ ସବୁ ଖେଳୁଛନ୍ତି, ଆଉ ଗୋଟେ ମାଇକିନା କ'ଣ କରୁଛି ପାଣି ଧରୁଛି, ଗାଈ ଖେଳୁଛି, ଗାଈ ଗୋଟେ କାଉ ଅଛି। ତ ଚାଲ ଆର ସବୁ ଉତ୍ତର ଲେଖିବା। ତ ପିଲାମାନେ ପ୍ରଶ୍ନ କ'ଣ ଦେଇଛି? ଚନ୍ଦନର ଗାଁ ଚିତ୍ରକୁ ଦେଖ। ଚିତ୍ରରେ କ'ଣ ଦେଖୁଛ ତଳେ ଲେଖ। ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଉତ୍ତର ଲେଖିବ। ବଡ଼ ବରଗଛ ଅଛି, ଡାହାଣ ପଟେ ଏକ ବିଶାଳ ବରଗଛ ଅଛି, ଖେଳୁଥିବା ପିଲା କିଛି ପିଲା ଏକାଠି ହୋଇ ଖେଳୁଛନ୍ତି। ତ ଏମିତି ଆର ଉତ୍ତର ସବୁ ଲେଖିବ। ଗୋଟିଏ ପାଣି କୂଅ ଅଛି, କୂଅ ପାଖରେ ଜଣେ ମହିଳା ଅଛନ୍ତି, ଧଳା ଗାଈ ଅଛି, ପଡ଼ିଆରେ ଏକ ଗାଈ ଠିଆ ହୋଇଛି। ତ ଏମିତି ଉତ୍ତର ଲେଖିବ ପିଲାମାନେ। ତ ଏଠି ଲେଖିବେ ପିଲାମାନେ ସାଇକେଲ ଆରୋହୀ, ଜଣେ ଲୋକେ ସାଇକେଲ ଧରି ଯାଉଛନ୍ତି, ଆଉ ଗୋଟେ ନାଲି ଗାଡ଼ି ଅଛି, ରାସ୍ତାରେ ଏକ ଲାଲ ରଙ୍ଗର ଜିପ୍ ଅଛି, ଗ୍ରାମଣୀ ଘର ଅଛି, ପଛପଟେ ଏକ ସୁନ୍ଦର ଘର ଦେଖାଯାଉଛି, ସବୁଜ ପରିବେଶ ଅଛି, ଚାରିଆଡ଼େ ବହୁତ ଗଛଲତା ଭରି ରହିଛି। ତ ଏମିତି ପିଲାମାନେ ଉତ୍ତର 1 ନମ୍ବର ଉତ୍ତର ଏମିତି ଲେଖିବେ ପିଲାମାନେ ସବୁ। ତ ପିଲାମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ସବୁ କୋଶ୍ଚିନ୍ ଆନ୍ସର ଆପଣଙ୍କୁ ଲେଖିକି କହିଦେବି ଆପଣଙ୍କୁ। ତ ପିଲାମାନେ ଏଠି ଗୋଟେ କାର୍ଯ୍ୟ ଅଛି, କାର୍ଯ୍ୟ 1 ନମ୍ବର ଅଛି। ତାପରେ ସ୍ଥାନ ଲୋକ ସ୍ଥାନ ମଧ୍ୟରେ ସମ୍ପର୍କ। ସ୍ଥାନ ଲୋକ ପିଲାମାନେ କ'ଣ ଲେଖିଛି? ଲୋକଙ୍କ ସ୍ଥାନ ମଧ୍ୟରେ ସମ୍ପର୍କ ଲେଖାଯାଇଛି। ଦୋକାନୀ ଅଛି ପିଲାମାନେ, ଦେଖ, ଦୈନନ୍ଦିନ ଆବଶ୍ୟକ ଜିନିଷ ଯଥା ଖାଦ୍ୟ ସାମଗ୍ରୀ, ପୋଷାକ ପତ୍ର ଏବଂ ଅନ୍ୟାନ୍ୟ ଉତ୍ପାଦନର ବିକ୍ରି। 1 ଲେଖାଯାଇଛି ପିଲାମାନେ। 2ର ସ୍ଥାନୀୟ ସାମଗ୍ରୀ ବିକ୍ରି ଲେଖାଯାଇଛି। 3 ନମ୍ବରର ଲେଖାଯାଇଛି। ତ ଚାଲ ଆର ଉତ୍ତର ସବୁ ଲେଖିବା। ତ ପିଲାମାନେ ଦୋକାନୀର ଆଉ ଗୋଟେ ପଏଣ୍ଟ ଲେଖାଏଁ। ତ ଲେଖିବେ ଆଉ ଗୋଟେ ପଏଣ୍ଟ କ'ଣ ଲେଖିବେ ପିଲାମାନେ? ଲୋକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସେବା ଯୋଗାଇଥାଏ। ତ ଏମିତି ଆଉ ଗୋଟେ ପଏଣ୍ଟ ଲେଖିବେ। ତ ଚାଲ ରାସ୍ତାରେ ବି ଲେଖିବା। ତ ପିଲାମାନେ ରାସ୍ତାରେ ବି 3ଟା ପଏଣ୍ଟ ଲେଖାଯାଇଛି। ଗୋଟେ କ'ଣ ଲେଖାଯାଇଛି ପିଲାମାନେ? ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସମ୍ପର୍କିତ କରେ। 2 ପଏଣ୍ଟ କ'ଣ ଲେଖାଯାଇଛି ପିଲାମାନେ? ସାମଗ୍ରୀ ଗୁଡ଼ିକର ସହଜ ସ୍ଥାନାନ୍ତରଣ ଏବଂ ପରିବହନ ସେବା ଯୋଗାଏ। ତ ଆଉ ଗୋଟେ ପଏଣ୍ଟ ଲେଖାଏଁ ପିଲାମାନେ। ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ରାସ୍ତାର ଉତ୍ତର ଲେଖିବେ। ଜରୁରୀକାଳୀନ ପରିସ୍ଥିତିରେ ଯାତାୟାତ ଶୀଘ୍ର ଓ ସହଜ କରିବାର ସାହାଯ୍ୟ କରେ। ତ ପିଲାମାନେ ଆମକୁ କୌଣସି ଜାଗାକୁ ଯଦି ଯିବା ବା ଜରୁରୀ ଥିବ ତ ଆମେ ରାସ୍ତାରେ ଯାଇପାରିବା ନା ପିଲାମାନେ। ତ ଏମିତି ଉତ୍ତର ଲେଖିବେ। ପିଲାମାନେ ଆଉ ଗୋଟେ ଲେଖାଯାଇଛି ସ୍ୱାସ୍ଥ୍ୟ କେନ୍ଦ୍ର, ଅସୁସ୍ଥିତ ପାଇଁ ଚିକିତ୍ସା ଯୋଗାଇଥାଏ। ତ ଆର ବି 2ଟା ପଏଣ୍ଟ ଛଡ଼ାଯାଇଛି ପିଲାମାନେ ଡ୍ୟାସ୍ ପିଲା। ତ ଚାଲ ଆର ବି ଉତ୍ତର ଲେଖିବା 2ଟା ପଏଣ୍ଟ। ତ ପିଲାମାନେ ଆର 2ଟା ପଏଣ୍ଟ ଲେଖିବ। ରୋଗ ପ୍ରତିଶୋଧରେ ଟୀକା ଏବଂ ସ୍ୱାସ୍ଥ୍ୟ ସଚେତନତା ସେବା ପ୍ରଦାନ କରେ। 1 ପଏଣ୍ଟ ଲେଖିଲେ ପିଲାମାନେ। ଗରିବ ଏବଂ ଅସହାୟ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ପ୍ରଦାନ କରିଥାଏ। ତ ପିଲାମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ଏ 2ଟା ପଏଣ୍ଟ ଲେଖିଦେବ। ତ ପିଲାମାନେ ତା ତଳକୁ ପୋଲିସ ଲେଖାଯାଇଛି, ସୁରକ୍ଷା ପ୍ରଦାନ କରେ। ତ ଆଉ 2ଟା ପଏଣ୍ଟ ଲେଖା ଯାଇନି। ତ ଆର ବି ଲେଖିବା ଚାଲ। ତ ପିଲାମାନେ ପୋଲିସର କ'ଣ ଲେଖିବେ? ଗୋଟେ ଲେଖିବେ ସୁରକ୍ଷା ପ୍ରଦାନ କରେ। 2 ନମ୍ବର ଲେଖିବେ କ'ଣ ଲେଖିବେ ପିଲାମାନେ? ଚୋର ଏବଂ ଅପରାଧୀମାନଙ୍କୁ ଧରିବାରେ ସାହାଯ୍ୟ କରେ ପୋଲିସ। ତାପରେ 3 ନମ୍ବର କ'ଣ ଲେଖିବେ ପିଲାମାନେ? ସମାଜରେ ଆଇନ ଶୃଙ୍ଖଳା ରକ୍ଷା କରେ। ତ ଏମିତି ଉତ୍ତର ଲେଖିବ। ତୋର ଆଉ ଗୋଟେ ଦେଇଛି ପିଲାମାନେ ବିଦ୍ୟାଳୟ ଦେଇଛି। ତ ବିଦ୍ୟାଳୟରେ ବି ଲେଖା ହେଇନି। ତ ବିଦ୍ୟାଳୟ କ'ଣ ଲେଖିବେ ପିଲାମାନେ? ତ ପିଲାମାନେ ବିଦ୍ୟାଳୟରେ ଲେଖିବ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଏବଂ ଜ୍ଞାନ ପ୍ରଦାନ କରେ। ଏମିତି ଲେଖିବ ଗୋଟେ ପଏଣ୍ଟ। ଆଉ ଗୋଟେ ପଏଣ୍ଟ କ'ଣ ଲେଖିବେ ପିଲାମାନେ? ଶିଶୁମାନଙ୍କ ମଧ୍ୟରୁ ଉତ୍ତମ ଚରିତ୍ର, ସଂସ୍କାର ଏବଂ ଶୃଙ୍ଖଳା ଗଠନ କରେ। 2 ପଏଣ୍ଟ ଏମିତି ଲେଖିବ। ତୃତୀୟ ପଏଣ୍ଟ କ'ଣ ଲେଖିବେ ପିଲାମାନେ? ସମାଜ ଏବଂ ଜଣେ ଦାୟିତ୍ୱହୀନ ନାଗରିକ ଗଢ଼ିବାରେ ସାହାଯ୍ୟ କରିଥାଏ। ତ ପିଲାମାନେ ଏମିତି ଉତ୍ତର ଲେଖିବେ। ତ ଏଇ ନମ୍ବର ସରିଲା ପିଲାମାନେ। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଲେଖାଯାଇଛି ପିଲାମାନେ? ଆସ କଥା ହେବା। ତ 1 ନମ୍ବର କ'ଣ ଲେଖାଯାଇଛି ପିଲାମାନେ? କୋଶ୍ଚିନ୍, ତୁମ ଅଞ୍ଚଳରେ ପାର୍କ, ବିଦ୍ୟାଳୟ, ଡାକ୍ତରଖାନା ଏବଂ ବସଷ୍ଟାଣ୍ଡ ଭଳି ସ୍ଥାନଗୁଡ଼ିକରେ ତୁମେମାନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ 1 ନମ୍ବର ଉତ୍ତର ଲେଖିବେ କ'ଣ ପିଲାମାନେ? ଏହି ସ୍ଥାନଗୁଡ଼ିକରେ ଆମର ବିଭିନ୍ନ ଆବଶ୍ୟକତା ପୂରଣ କରନ୍ତି। ପିଲାମାନେ କରନ୍ତି ନା? ପାର୍କ ଦେଖ ପିଲାମାନେ, ଖେଳକୁଦ ମନୋରଞ୍ଜନ ପାଇଁ ପାର୍କ ଅଛି ପିଲାମାନେ। ବିଦ୍ୟାଳୟ ପିଲାମାନେ ପାଠ ପଢ଼ିବା ଓ ଜ୍ଞାନ ପାଇଁ ଅଛି ପିଲାମାନେ। ଡାକ୍ତରଖାନା ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ। ବସଷ୍ଟାଣ୍ଡ ପିଲାମାନେ ଯାତାୟାତ ଓ ଗମନାଗମନ ପାଇଁ। ତ ଏମିତି ଉତ୍ତର ଲେଖିବ ପିଲାମାନେ। ପିଲାମାନେ ଗମନାଗମନ ହେଲେ କ'ଣ ପିଲାମାନେ? ଆପଣ କୌଣସି ଗାଁକୁ ଯିବେ ବା ଯାତ୍ରା ଦେଖିବାକୁ ଯିବେ ବା କୌଣସି ସ୍ଥାନଗତ ଯିବେ ହେଲେ ଏମିତି ଉତ୍ତର ଲେଖିବେ ପିଲାମାନେ।
ତ ପିଲାମାନେ 2 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଯଦି ତୁମେ ଅଞ୍ଚଳରେ ଏହି ସ୍ଥାନ ଗୁଡ଼ିକର ମଧ୍ୟରୁ କୌଣସି ଗୋଟିଏ ନଥାଏ ତେବେ ତୁମର କ'ଣ ଅସୁବିଧା ହେବ? ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ, ଏହି ସ୍ଥାନ ଗୁଡ଼ିକର ନଥିଲେ ଅନେକ ସମସ୍ୟା ହେବ। କ'ଣ ସମସ୍ୟା ପିଲାମାନେ? ଖେଳିବାକୁ ଉପଯୁକ୍ତ ସ୍ଥାନ ମିଳିବ ନାହିଁ, ପାଠ ପଢ଼ିବା ପାଇଁ ବହୁତ ଦୂରକୁ ଯିବାକୁ ପଡ଼ିବ, ଜରୁରୀକାଳୀନ ସମୟରେ ଚିକିତ୍ସା ମିଳୁଥିବା କଷ୍ଟକର ହେବ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର ଅସୁବିଧା ହେବ। ତ ପିଲାମାନେ ଆର ଉତ୍ତର ଏମିତି ଲେଖିବ। ତ ପିଲାମାନେ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ଏହି ସ୍ଥାନ ଗୁଡ଼ିକ ପରିଷ୍କାର ଏବଂ ନିରାପଦ ରଖିବା ପାଇଁ ତୁମେ କ'ଣ କରିପାରିବ? ତ ଚାଲ ଆର ଉତ୍ତର ବି ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ, ଏହି ସ୍ଥାନ ଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ଆମେ ଏହା କରିପାରିବା। ଆବର୍ଜନା ସବୁବେଳେ ଡଷ୍ଟବିନ୍ରେ ପକାଇବା, ସେଠାରେ ଥିବା ଗଛଲତା ନଷ୍ଟ କରିବା ନାହିଁ, ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କରିବା, ସ୍ୱଚ୍ଛତା ବଜାୟ ରଖିବାକୁ ଅନ୍ୟମାନଙ୍କୁ ସଚେତନ କରିବା। ତ ପିଲାମାନେ ଏମିତି ଆର ଉତ୍ତର ଲେଖିବ 3 ନମ୍ବରର। ତ ପିଲାମାନେ ତା ତଳୁ ଆଉ କିଛି କ୍ୱେଶ୍ଚିନ୍ ଦେଇନି, ତ ଚାଲ ନେକ୍ସଟ ପେଜ୍ ଦେଖିବା। ତ ପିଲାମାନେ ନେକ୍ସଟ ପେଜ୍ରେ ଏଇଟା ବି କିଛି ଦେଖାଯାଇନି, ପିଲାମାନେ କୌଣସି କେତେ କ'ଣ ଖେଳୁଛନ୍ତି ବା କ'ଣ ଗଛ ପୋତୁଛନ୍ତି। ତାପରେ ଦେଖ ପିଲାମାନେ କାର୍ଯ୍ୟ ଦିଆଯାଇଛି, ଚନ୍ଦନ ଏବଂ ତାର ସାଙ୍ଗମାନେ ସେମାନଙ୍କର ପଡ଼ୋଶୀ ଲୋକମାନଙ୍କୁ ବନ ମହୋତ୍ସବରେ ଅଂଶଗ୍ରହଣ କରିବା ଉଦ୍ଦେଶ୍ୟରେ ନିମନ୍ତ୍ରଣ କରିବା ପାଇଁ ଆସ ଗୋଟିଏ ରଙ୍ଗୀନ ଚିତ୍ର ତିଆରି କରିବା। କୌଣସି ବି ପିଲାମାନେ ରଙ୍ଗ ପେପର୍ ନେବା, କୌଣସି ବି ଚିତ୍ର କରିପାରିବେ ପିଲାମାନେ। ତ ଚାଲ ନେକ୍ସଟ ପେଜ୍ ଦେଖିବା ଆର। ତ ପିଲାମାନେ ନେକ୍ସଟ ପେଜ୍ରେ କ'ଣ ଅଛି, ଗୋଟେ ଗଛ ଅଛି, ଗଛ ତଳେ କେତେ ଗୁଡ଼ିଏ ଲୋକ ଅଛନ୍ତି, ତାପରେ ଖେଳୁଛନ୍ତି କିଏ ବୁଲୁଛନ୍ତି। ତ ଚାଲ ଆର ପ୍ରଶ୍ନ ପଢ଼ିବା। ତ ପିଲାମାନେ କାର୍ଯ୍ୟରେ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ତୁମ ଅଞ୍ଚଳକୁ ଠିକ୍ ରଖିବାରେ ସାହାଯ୍ୟ କରୁଥିବା ଲୋକମାନଙ୍କୁ ଚିହ୍ନଟ କରିବା, ସେମାନଙ୍କର ବୃତ୍ତି କ'ଣ? ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବା, ଆମ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସୁସ୍ଥ, ସୁରକ୍ଷିତ ଏବଂ ସୁନ୍ଦର ରଖିବାର ଅନେକ ଲୋକ ସାହାଯ୍ୟ କରନ୍ତି। ସେମାନଙ୍କ ମଧ୍ୟରୁ କେତେକ ମୁଖ୍ୟ ବ୍ୟକ୍ତି ଓ ସେମାନଙ୍କ ବୃତ୍ତି ହେଉଛି ସଫେଇ କର୍ମଚାରୀ। ପିଲାମାନେ ଦେଖ, ସଫେଇ କର୍ମଚାରୀ କ'ଣ କରନ୍ତି? ସେମାନଙ୍କ ରାସ୍ତାଘାଟ ସଫା କରନ୍ତି ପିଲାମାନେ, ଯେକୌଣସି ବି ରାସ୍ତାଘାଟ ସଫା କରନ୍ତି। ପିଲାମାନେ ମାଳି ଲେଖାଇଛି, ସେମାନଙ୍କ ଗଛଲତା ଓ ବଗିଚାରେ ଯତ୍ନ ନିଅନ୍ତି। ପିଲାମାନେ ମାଳି ବେଲେ କ'ଣ ପିଲାମାନେ ଜାଣିଛ କି? ମାଳି ବେଲେ ହେଉଛି ଗଛଲତା ବା ସବୁଜ ଉଦ୍ଭିଦକୁ ଯିଏ ସଫାସୁତୁରା କରି ପାଣି ଦେଇ ବା ରକ୍ଷା କରନ୍ତି, ତାକୁ ଅଛି ମାଳି ପିଲାମାନେ। ତ ଏମିତି ଲେଖିବେ, ମାଳି ସେମାନଙ୍କ ଗଛଲତା ଓ ବଗିଚାରେ ଯତ୍ନ ନିଅନ୍ତି। ପିଲାମାନେ 3 ନମ୍ବର କ'ଣ ଲେଖିଛି, ପୁଲିସ ଏବଂ ଆରକ୍ଷୀ ସେମାନେ ଅଞ୍ଚଳରେ ସୁରକ୍ଷା ରକ୍ଷା କରନ୍ତି। ପିଲାମାନେ ପୋଲିସ ଯଦି ନଥାଏ ତାହେଲେ କୌଣସି ଦୁର୍ଘଟଣା ବା ଚୋରାଚାରି ସବୁ ହେଇଥାଏ। ତ ପିଲାମାନେ ପୁଲିସର ଉତ୍ତର ଏମିତି ଲେଖିବେ, ସେମାନଙ୍କ ଅଞ୍ଚଳରେ ସୁରକ୍ଷିତ ରକ୍ଷା କରନ୍ତି ପିଲାମାନେ। ତ ପିଲାମାନେ ଲେଖିବେ ଏଇଟା ଡାକ୍ତର, ନର୍ସ ସେମାନଙ୍କ ଲୋକଙ୍କ ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତି, ଏମିତି ଉତ୍ତର ଲେଖିବେ। ତାପରେ ଶିକ୍ଷକ ପିଲାମାନେ ସେମାନଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ଦିଅନ୍ତି। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବେ ସବୁ ଯାକ ପଏଣ୍ଟ। ତ ପିଲାମାନେ ନେକ୍ସଟ ପେଜ୍ କ'ଣ ଦେଇଛି, ତ ଚାଲ ଦେଖିବା। ତ ପିଲାମାନେ ନେକ୍ସଟ ପେଜ୍ ଗୋଟେ ସାରଣୀ ଦେଇଛି, 2 ନମ୍ବର କ'ଣ ଲେଖାଯାଇଛି ପିଲାମାନେ, ତଳେ ସାରଣୀକୁ ଲକ୍ଷ୍ୟ କର, ପାର୍କରେ ବିକାଶ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର କାର୍ଯ୍ୟ ତାଲିକା କର, ଆବଶ୍ୟକତା ସାମଗ୍ରୀ, ଉପକରଣ ଏବଂ ଦକ୍ଷତା ବିଷୟରେ ମଧ୍ୟ ଉଲ୍ଲେଖ କର। ଏଠାରେ ଏକ ଉଦାହରଣ ଦିଆଯାଇଛି ପିଲାମାନେ ଦେଖ, କର୍ମକ୍ଷେତ୍ର ଲୋକମାନେ ଦିଆଯାଇଛି, ବୃତ୍ତି ଦିଆଯାଇଛି, ସେମାନଙ୍କ କି କାମ କରନ୍ତି ଓ ସାମଗ୍ରୀ ଉପକରଣ। ପିଲାମାନେ ଦେଖ, ଏଠି ଗୋଟେ ମିସ୍ତ୍ରୀ ଅଛି ପିଲାମାନେ, ମିସ୍ତ୍ରୀ ପାର୍କ ତିଆରି କରନ୍ତି, ସେମାନଙ୍କ କି କାମ କରନ୍ତି ପିଲାମାନେ, ଇଟା ସିମେଣ୍ଟ ବ୍ୟବହାର କରି କାନ୍ଥ ତିଆରି କରିବା। ପିଲାମାନେ ଦେଖ, ସାମଗ୍ରୀ ଉପକରଣ ପିଲାମାନେ କରଣୀ ବେଲେ ତାପିଆ। ପିଲାମାନେ ଏମିତି ଲେଖିଛି। ତ ଆଉ 4ଟା ଲେଖେ, ତ ଚାଲ ଆର ବି ଉତ୍ତର ଲେଖିବା। ପିଲାମାନେ ସେକେଣ୍ଡ ଚିତ୍ର ଗୋଟେ ବାଢ଼େଇ ଅଛି, ସେ କାଠ କାମ କରୁଛି, ସେଇଟା ଉତ୍ତର ଲେଖିବ। ବୃତ୍ତିରେ ଲେଖିବ, ବାଢ଼େଇ ଲେଖିବ। ତା ତଳେ ସେମାନଙ୍କ କି କାମ କରନ୍ତି ପିଲାମାନେ ଲେଖିବ, କାଠରେ ବିଭିନ୍ନ ଆସବାବପତ୍ର ତିଆରି କରନ୍ତି, କୌଣସି ବି କାଠ କବାଟ ବା କୌଣସି ବି ଜିନିଷ ତିଆରି କରନ୍ତି। ତ ଲେଖିବ। ତାପରେ କେମିତି ତିଆରି କରନ୍ତି ପିଲାମାନେ, ସେଠି କରତ ଚିତ୍ର ଦିଆଯାଇଛି, ତ ଲେଖିବ କରତ। ଦେଖ ପିଲାମାନେ ଚିତ୍ର କ'ଣ ଦେଇଛି, ଗୋଟେ ଝିଅଟି ଗୋଟେ ଗଛରେ ପାଣି ଦିଆହେଉଛି, ତ ସେଇଠି ଲେଖିବ ମାଳି ଲେଖିବ। ତାପରେ ଗଛରେ ପାଣି ଦିଅନ୍ତି ଓ ବଗିଚାରେ ଯତ୍ନ ନିଅନ୍ତି। ପିଲାମାନେ କେଉଁଥିରେ ଲେଖିବ, ସେମାନେ କି କାମ କରନ୍ତି ପିଲେ ଏଠି ଲେଖିବ। ପିଲାମାନେ ଦେଖ, ସାମଗ୍ରୀ ଉପକରଣ ସେ କ'ଣ କରନ୍ତି ପିଲାମାନେ, ଝରି ବା କେନ୍ ବା ୱାଟର ବା ପାଣି ଦେଉଛନ୍ତି ପିଲାମାନେ, ଯେଉଁ ସେଇଟା ଜମ ଭଳିଆ ଦିଆଯାଇଛି ସେଇଟା କୁହାଯାଏ ଝରି। ତ ଏମିତି ଉତ୍ତର ଲେଖିବ। ତ ପିଲାମାନେ ଫୋର୍ଥ ଚିତ୍ରରେ କ'ଣ ଦିଆଯାଇଛି ପିଲାମାନେ, ଗୋଟେ ଲୋକ ଦେଖ ପିଲାମାନେ ରାସ୍ତାରେ ଝାଡ଼ୁ କରୁଛି, ତ କ'ଣ ଲେଖିବ ଉତ୍ତର, ତ ତାର ବି ଚାଲ ଉତ୍ତର ଲେଖିବା। ତ ପିଲାମାନେ ସେଠି ଲେଖିବ ରାସ୍ତା ସଫା ଲେଖିବ, ତାପରେ ସଫେଇ କର୍ମଚାରୀ ଲେଖିବ ପିଲାମାନେ ବୃତ୍ତିରେ, ତାପରେ ସେମାନେ କି କାମ କରନ୍ତି ପିଲାମାନେ ଲେଖିବ, ରାସ୍ତାଘାଟ ଓ ଆଖପାଖ ପରିବେଶ ସଫା କରନ୍ତି ପିଲାମାନେ। ତାପରେ ସାମଗ୍ରୀ ଉପକରଣ ସେ କ'ଣ କରନ୍ତି ପିଲାମାନେ, ଝାଡ଼ୁ, ତ ଝାଡ଼ୁ ଧରି ସଫା କରିଛି, ତ ସେଇଠି ଲେଖିବେ ଚିତ୍ରରେ ଝାଡ଼ୁ। ତ ପିଲାମାନେ ତା ତଳେ ଗୋଟେ କ'ଣ କରୁଛି, ଗୋଟେ ଲୋକ ପିଲାମାନେ ବିଦ୍ୟୁତ ତାର ଲଗାଉଛି ବା ବିଦ୍ୟୁତ କରେଣ୍ଟ ଲଗାଉଛି, ତ ସେଇଠି ଲେଖିବ ବିଦ୍ୟୁତ କାମ। ତ ପିଲାମାନେ ସେଇଠି ଲେଖିବ ବିଦ୍ୟୁତ କାମ ଲେଖିବ। ତାପରେ ଇଲେକ୍ଟ୍ରିସିଆନ୍ ଲେଖିବ ପିଲାମାନେ ବୃତ୍ତିରେ ଲେଖିବ। ତାପରେ ସେମାନେ କି କାମ କରନ୍ତି ପିଲାମାନେ ଲେଖିବ, ବିଦ୍ୟୁତ ସଂଯୋଗ ଓ ମରାମତି କାମ କରନ୍ତି, ତ ଲେଖିବେ ଏମିତି। ତାପରେ ସାମଗ୍ରୀ ଉପକରଣ ସେ କ'ଣ କରନ୍ତି ପିଲାମାନେ, ପ୍ଲାୟର ବା ସେଇଟା ଯେଉଁ ଚିମିଟ ଆଡ଼େ ପିଲାମାନେ କୁହାଯାଉଛି ସେଇଟା, ତ ଲେଖିବ ସେମିତି ଲେଖିବ। ତ ପିଲାମାନେ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି ପିଲାମାନେ,
ଆପଣଙ୍କ ପରିବାରରେ ସଦସ୍ୟ କିମ୍ବା ପଡ଼ୋଶୀମାନଙ୍କ ଠାରୁ ସେମାନଙ୍କ କାର୍ଯ୍ୟ ବିଷୟରେ ଜାଣନ୍ତୁ। ଆପଣ ସେମାନଙ୍କୁ କେଉଁ ପ୍ରଶ୍ନ ପଚାରିବେ ଏଠାରେ କିଛି ଉଦାହରଣ ଦିଆଯାଇଛି। କ ନମ୍ବର କ'ଣ ଦିଆଯାଇଛି ପିଲାମାନେ, ତୁମେ ଯେଉଁ କାମ ସବୁ କରୁ ସେଥିରେ ତୁମକୁ କେଉଁ କାମ ଅଧିକ ଭଲ ଲାଗେ। ତ ପିଲାମାନେ ଏମିତି ପ୍ରଶ୍ନ ଆପଣ ପଚାରିପାରିବେ। ତ ପିଲାମାନେ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ଖ ନମ୍ବର ପ୍ରଶ୍ନ କ'ଣ ହେଲେ, ଖ ନମ୍ବର କ'ଣ ଲେଖିଛି, ତୁମେ କେଉଁ ପ୍ରକାର ଉପକରଣ କିମ୍ବା ଜିନିଷ ବ୍ୟବହାର କର। ଗ ନମ୍ବର ତୁମେ କେଉଁ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାଉ। ଚାଲ ଆଉ କେତେଟା ଆମେ ପ୍ରଶ୍ନ ବି ଉତ୍ତର ଲେଖିବା। ତ ପିଲାମାନେ ଆଉ କେତେଟା କ୍ୱେଶ୍ଚିନ୍ ଏମିତି ଲେଖିବ। ଘ ନମ୍ବର ଆପଣ ଏହି କାର୍ଯ୍ୟ କେତେ ବର୍ଷ ଏବେ କରୁଛନ୍ତି। ଓ ନମ୍ବର ବି ଲେଖିବ ଏହି କାର୍ଯ୍ୟ କରିବା ପାଇଁ ଆପଣ କେଉଁଠାରେ ଶିକ୍ଷା ବା ପ୍ରଶିକ୍ଷଣ ପାଇଛନ୍ତି। ଛ ନମ୍ବର ଲେଖିବ ଆପଣଙ୍କ କାର୍ଯ୍ୟ ଦ୍ୱାରା ସମାଜରେ କିପରି ଉପକାର ହୋଇଥାଏ। ତ ପିଲାମାନେ ଆଉ କେତେଟା କ୍ୱେଶ୍ଚିନ୍ ଏମିତି ଆପଣ ଲେଖିପାରିବେ ଘ ଓ ଚ ଦେଇକିରି। ତ ଚାଲ ପିଲାମାନେ ଏବେ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ଏଇଠି ବନ ମହୋତ୍ସବ ପାଳନ, ତ ଏଇଠି ବି ଲେଖା, ତାପରେ ନଦୀ ପାଇଁ ହେବା ପାଇଁ ଗୋଷ୍ଠୀ ନିମନ୍ତେ ପୋଲ। ପିଲାମାନେ ଦେଖନ୍ତୁ ଏଇଠି ଗୋଟେ ପୋଲ ତିଆରି କରୁଅଛି, ପାଣି ଜଳ ଅଛି, ଗୋଟେ ନଦୀ ବା ଅଛି, ତାପରେ ତା ଉପରେ ଗୋଟେ କାଠ ପୋଲ କରୁଛନ୍ତି। କାଠ ପୋଲ କରିବା ପାଇଁ ପିଲାମାନେ ବିଭିନ୍ନ ଲୋକ ବା ସାହାଯ୍ୟ କରନ୍ତି। ତ ଏଇଠି ବି କିଛି କ୍ୱେଶ୍ଚିନ୍ ଦେଇନି। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି, ଆସ କଥା ହେବା। ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ, ଆବଶ୍ୟକତା ସମୟରେ ଗୋଷ୍ଠୀ ଗୁଡ଼ିକ ଏକତ୍ର ହେବା ଗୁରୁତ୍ୱପୂର୍ଣ୍ଣ, ଏହି ବିଷୟରେ ତୁମେମାନଙ୍କର ମତ କ'ଣ। ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଏକ ନମ୍ବର ଉତ୍ତର ଲେଖିବ ଆବଶ୍ୟକତା ସମୟରେ ଗୋଷ୍ଠୀ ଗୁଡ଼ିକ ଏକତ୍ରିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଲେଖିବ। ତାପରେ ସହଯୋଗ, ଏହା ଦ୍ୱାରା କଠିନ ସମସ୍ୟାରେ ସହଜ ସମାଧାନ ହୁଏ। ସାହସ, ବିପଦ ସମୟରେ ପରସ୍ପରକୁ ମନୋବଳ ଓ ସାହସ ମିଳିଥାଏ। ଏକତା, ସମାଜରେ ଭାଇଚାରା ଏବଂ ଏକତା ସୁଦୃଢ଼ ହୋଇଥାଏ। ଏମିତି ଉତ୍ତର ଲେଖିବ ପିଲାମାନେ। ତ ଦୁଇ ନମ୍ବର ଚାଲ କ୍ୱେଶ୍ଚିନ୍। ତ ପିଲାମାନେ ଦୁଇ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି, ତୁମ ଅଞ୍ଚଳରେ ଲୋକମାନେ ଏକତ୍ରିତ ହୋଇ ପରସ୍ପରକୁ ସମର୍ଥନ କରନ୍ତି କି। ଏପରି ଏକ ଘଟଣା ମନେ ପକାଇ ପାରିବ କି। ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ, ହଁ ଆମ ଅଞ୍ଚଳରେ ଲୋକମାନେ ଏକତ୍ରିତ ହୋଇ ପରସ୍ପରକୁ ସମର୍ଥନ କରନ୍ତି। ଘଟଣାଗତ ବନ୍ୟା ବାତ୍ୟା ସମୟରେ ଆମ ଅଞ୍ଚଳରେ ଲୋକମାନେ ଏକାଠି ହୋଇଥିଲେ। ସହାୟତା, ସମସ୍ତେ ମିଶି ରାସ୍ତାକୁ ଭଙ୍ଗା ଗଛ ସଫା କରିଥିଲେ। ଖାଦ୍ୟ ବଣ୍ଟନ, ପ୍ରଭାବିତ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦେଇଥିଲେ। ତ ଏମିତି ପିଲାମାନେ ଉତ୍ତର ଲେଖିବ। ତ ଚାଲ ପିଲାମାନେ ଆଉ ଥରେ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି, ପିଲାମାନେ କିଛି ପରିବାର ଲୋକ ମିଳିମିଶି ଖାଉଛନ୍ତି। ତ ଆସ ଲେଖିବା। କ'ଣ ଲେଖାଯାଇଛି ପିଲାମାନେ, ତୁମ ପରିବାରରେ କିମ୍ବା ଗୋଷ୍ଠୀ ବିଷୟରେ ଚିନ୍ତା କର, ଯେଉଁ କିମ୍ବା ପର୍ବ କିମ୍ବା ଅନ୍ୟ କୌଣସି ଅବସର ପାଇଁ ପ୍ରସ୍ତୁତି କରିବା ସମୟରେ ତୁମେ କିପରି ପରସ୍ପରକୁ ସାହାଯ୍ୟ କର। ତ ଚାଲ ଆର ବି ଉତ୍ତର ଲେଖିବା ପିଲାମାନେ। ତ ପିଲାମାନେ ଲେଖିବା ଘର ସଫା କରିବା, ସମସ୍ତେ ମିଳିମିଶି ଘର ଦ୍ୱାର ସଫାସୁତୁରା ଓ ସଜାସଜି କରୁ। ତ ଏମିତି ଉତ୍ତର ଲେଖିବେ। ବଜାର ସଉଦା, ବାପାଙ୍କ ସହ ବଜାର ଯାଇ ପୁରା ସାମଗ୍ରୀ ଓ ପରିବା ଆଣୁ। ପିଲାମାନେ ଖାଦ୍ୟ ପ୍ରସ୍ତୁତି, ମାଆଙ୍କ ପିଠାପଣା ଓ ରୋଷେଇ କାମରେ ସାହାଯ୍ୟ କରୁ। ଅତିଥି ସେବା, ଘରକୁ ଆସୁଥିବା ବନ୍ଧୁବାନ୍ଧବଙ୍କ ଆଦର ସତ୍କାର କରୁ। ତ ଏମିତି ଉତ୍ତର ଲେଖିବେ ପିଲାମାନେ। ତ ପିଲାମାନେ ଆଲୋକସଜ୍ଜା, ପର୍ବଦିନ ସନ୍ଧ୍ୟାରେ ଦୀପ ଜଳାଇବା ଓ ଲାଇଟ୍ ଲଗାଇବାରେ ସାହାଯ୍ୟ କରୁ। ତ ପିଲାମାନେ ଉତ୍ତର ଏମିତି ସବୁ ଏକ ନମ୍ବର ଆସ ଲେଖିବାର ତ ଲେଖିବେ ପିଲାମାନେ। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ କରୁଛନ୍ତି, ପିଲାମାନେ କିଛି ଲୋକ ବା ମାଇକିମାନେ ଦୋଳି ଖେଳୁଛନ୍ତି। ତାପରେ ଆଉ କିଛି ପିଲାମାନେ ଫୁଟବଲ ଖେଳୁଛନ୍ତି, ପିଲାମାନେ ଦୋଳି ଖେଳୁଛନ୍ତି, ସାନ ସାନ ପିଲାମାନେ। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି, ପିଲାମାନେ ପ୍ରକୃତି ଏବଂ ଆମମାନଙ୍କ ଚତୁଃପାର୍ଶ୍ୱରେ ଯତ୍ନ ନେବାର କେଉଁ କେଉଁ ଉପାୟ ଅଛି ତାହାର ତାଲିକା ପ୍ରସ୍ତୁତ କର। ତ ଚାଲ ଆର ଉତ୍ତର ଲେଖିବା। ପିଲାମାନେ ବୃକ୍ଷରୋପଣ, ଅଧିକ ଗଛ ଲଗାଇବା, ଆବର୍ଜନା ପରିଚାଳନା, ଅଳିଆକୁ ଡଷ୍ଟବିନ୍ରେ ପକାଇବା, ପ୍ଲାଷ୍ଟିକ ବର୍ଜନ, ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ନ କରିବା, ଜନ ସଂରକ୍ଷଣ, ପାଣିରେ ଅପଚୟ ନ କରିବା, ଜଳ ସଂରକ୍ଷଣ, ପାଣିରେ ଅପଚୟ ନ କରିବା, ବିଦ୍ୟୁତ ସଂରକ୍ଷଣ, ଅନାବଶ୍ୟକ ଲାଇଟ୍ ଓ ଫ୍ୟାନ୍ ବନ୍ଦ ରଖିବା। ତ ଏମିତି ଉତ୍ତର ଲେଖିବେ ପିଲାମାନେ। ତ ପିଲାମାନେ ଦୁଇ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏବଂ ଏକାଠି କାମ କରିବା ଦ୍ୱାରା କିପରି ଆମେ ଗୋଷ୍ଠୀକୁ ଉନ୍ନତି କରିପାରିବ। ତ ଚାଲ ଆର ବି ଉତ୍ତର ଲେଖିବା। ତ ଆର ଉତ୍ତର କ'ଣ ଲେଖିବ ପିଲାମାନେ, ଏକତା ବୃଦ୍ଧି, ଲୋକଙ୍କ ମଧ୍ୟରେ ମୂର୍ତ୍ତି ଭାବେ ବଢ଼ିବା, କାର୍ଯ୍ୟରେ ସହଜତା, ବଡ଼ କାମ ଶୀଘ୍ର ଶେଷ ହେବା, ସମସ୍ୟାର ସମାଧାନ, ମିଳିତ ଭାବେ ଅସୁବିଧା ଦୂର ହେବା, ସାମାଜିକ ସୁରକ୍ଷା, ବିପଦ ବେଳେ ପରସ୍ପର ସାହାଯ୍ୟ ପାଇବା। ତ ଏମିତି ଉତ୍ତର ପିଲାମାନେ ଦୁଇ ନମ୍ବର ଲେଖିବ। ତ ପିଲାମାନେ ଦେଖ ତା ତଳ ଆଉ ଗୋଟେ ଦିଆଯାଇଛି, ଆସ ଚିନ୍ତା କରିବା। ଆମ ବିଦ୍ୟାଳୟରେ ଆମ ଦଳ, ତୁମ ବିଦ୍ୟାଳୟରେ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କରୁଥିବା ବ୍ୟକ୍ତିମାନେ ଯଥା ଶିକ୍ଷକ, ଛାତ୍ରୀ, ତତ୍ତ୍ୱାବଧାୟକ, ଡ୍ରାଇଭର ଇତ୍ୟାଦିଙ୍କର ଭୂମିକା ବା କାର୍ଯ୍ୟ ଉଲ୍ଲେଖ କର। ତ ପିଲାମାନେ ବିଦ୍ୟାଳୟରେ କିଏ କ'ଣ କାମ କରନ୍ତି। ତ ଚାଲ ଉତ୍ତର ଲେଖିବା ଆର।
ତ ପିଲାମାନେ ସେ ବାକ୍ସରେ କ'ଣ ଲେଖିବେ? ପିଲାମାନେ ପ୍ରଥମେ ଲେଖିବେ ଶିକ୍ଷକ। ଶିକ୍ଷକ ପିଲାଙ୍କୁ ପାଠ ଭଲ ଗୁଣ ଶିଖାନ୍ତି। ତାପରେ ଛାତ୍ର ଉଦ୍ଭାବନ। ତ ପିଲାମାନେ ଏଇସବୁ ପଏଣ୍ଟ ଯେଉଁ ଲେଖିଛି ସେ ପଏଣ୍ଟ ଯେଉଁ ସବୁ ଗୋଟେ ଗୋଟେ ବାକ୍ସରେ ଲେଖିଦେବ ପିଲାମାନେ ସବୁ। ତ ପିଲାମାନେ ଗୋଟେ ବାକ୍ସରେ ଗୋଟେ ପଏଣ୍ଟ ଲେଖିବେ ପିଲାମାନେ ସବୁ। ତ ଚାଲ ପିଲାମାନେ ଏବେ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି? ବ୍ୟକ୍ତି ସେମାନଙ୍କ ବିଦ୍ୟାଳୟରେ କିପରି ସାହାଯ୍ୟ କରନ୍ତି। ପିଲାମାନେ ଦେଖ ଏଇଠି ଲେଖାଯାଇଛି ଶିକ୍ଷକ ନୂଆ ଜିନିଷ ଶିଖିବାରେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରନ୍ତି। ବିଦ୍ୟାଳୟ ବସ୍ ଡ୍ରାଇଭର। ତ ଚାଲ ପିଲାମାନେ ଆଉ ଦୁଇଟା ପଏଣ୍ଟ ଆମେ ଲେଖିବା। ତ ପିଲାମାନେ ବିଦ୍ୟାଳୟ ବସ୍ ଡ୍ରାଇଭର ଉତ୍ତର ଲେଖିବ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଘରୁ ବିଦ୍ୟାଳୟ ଏବଂ ବିଦ୍ୟାଳୟରୁ ଘରକୁ ନେବା ଆଣିବା କରନ୍ତି। ପିଲାମାନେ ଏମିତି ଲେଖିବା। ତାପରେ ସଫେଇ କର୍ମଚାରୀ କ'ଣ ଲେଖିବେ? ପିଲାମାନେ ବିଦ୍ୟାଳୟରେ ଶ୍ରେଣୀ ଗୃହ ଏବଂ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାର ସାହାଯ୍ୟ କରନ୍ତି। ତ ପିଲାମାନେ ଏମିତି ଉତ୍ତର ଲେଖିବ। ତ ପିଲାମାନେ କ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? ବିଦ୍ୟାଳୟରେ ଏକ ଦଳ ଭାବରେ କାମ କରିବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି? ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ ଏକ ଦଳ ଭାବରେ କାମ କରିବା ଦ୍ୱାରା ଯେକୌଣସି କାର୍ଯ୍ୟ ସହଜ ଏବଂ ଶୀଘ୍ର ସମ୍ପୂର୍ଣ୍ଣ ହୋଇଥାଏ। ଏହା ସହିତ ପରସ୍ପର ମଧ୍ୟରେ ସହଯୋଗ ମେଳାପ ଏବଂ ଏକତା ମନୋଭାବ ବୃଦ୍ଧି ପାଇଥାଏ। ତ ଏମିତି ଉତ୍ତର ଲେଖିବ ପିଲାମାନେ 1 ନମ୍ବର। ତ ପିଲାମାନେ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? ତୁମ ବିଦ୍ୟାଳୟ ଗୋଷ୍ଠୀରେ ସଦସ୍ୟ ଭାବରେ ତୁମର ଭୂମିକା କ'ଣ? ତ ଉତ୍ତର ଲେଖିବା ଚାଲ। ତ ଆଉର ବି ଉତ୍ତର ଲେଖିବ ପିଲାମାନେ ବିଦ୍ୟାଳୟ ଗୋଷ୍ଠୀରେ ଜଣେ ସଦସ୍ୟ ଭାବରେ ମୋର ଭୂମିକା ହେଉଛି ବିଦ୍ୟାଳୟର ନିୟମ ବଳି ମାନି ଚଳିବା, ଗୁରୁଜନ ଓ ସାଥୀମାନଙ୍କୁ ସମ୍ମାନ କରିବା ଏବଂ ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସାହାଯ୍ୟ କରିବା। ତ ଏମିତି ଉତ୍ତର ପିଲାମାନେ ଲେଖିବ। ତ ପିଲାମାନେ 2 ନମ୍ବର କ'ଣ ଲେଖିଛି? 4-5 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଛୋଟ ଛୋଟ ଦଳ ଗଠନ କର। ନିମ୍ନଲିଖିତ ତାଲିକାକୁ ଗୋଟିଏ ମଜାଦାର କାର୍ଯ୍ୟ ବାଛ। ବୃକ୍ଷରୋପଣ ଖ ସ୍ୱଚ୍ଛତା ଅଭିଯାନ। ଖ ନମ୍ବର ଲେଖିଛି ପ୍ରାକୃତିକ ସାମଗ୍ରୀରୁ କଳାକୃତି ପ୍ରସ୍ତୁତି, ପତ୍ର ନିର୍ମିତ ଥାଳି ଭଳି କିଛି ବ୍ୟବହାର ଯୋଗ୍ୟ ଜିନିଷ କିମ୍ବା ମାଳା ପରି ଏକ ସାଜସଜ୍ଜା ବସ୍ତୁ। ଏହି କାର୍ଯ୍ୟ ପରେ ଏହି ସାରଣୀଟିକୁ ପୂରଣ କର। ତ ଚାଲ ପିଲାମାନେ ସାରଣୀ ଗୋଟେ ତଳ ଅଛି ତ ସାରଣୀ ଚାଲ କରିବା। ପିଲାମାନେ ସାରଣୀରେ କ'ଣ ଲେଖାଯାଇଛି? ସାରଣୀରେ ଲେଖାଯାଇଛି ଦଳର ନାମ, ମନୋନୀତି, କାର୍ଯ୍ୟ ଓ ଆବଶ୍ୟକ ସାମଗ୍ରୀ ଓ ତୁମେ କ'ଣ ଶିଖିଲ। ତ ଚାଲ ଦେଖିବା ଆର ଉତ୍ତର ଲେଖିବା ଚାଲ ପିଲାମାନେ। ତ ପିଲାମାନେ ଆପଣ କୌଣସି ବି ଦଳର ନାଁ ଲେଖିପାରିବେ। ମୁଁ ଏବେ ଦଳର ଗୋଟେ ନାଁ ଲେଖିଦେଇଛି ପିଲାମାନେ ଦେଖ ମନୋନୀତି, କାର୍ଯ୍ୟ ଆଉ ପିଲାମାନେ ଦେଖ ଆବଶ୍ୟକ ସାମଗ୍ରୀ ଓ ତୁମେ କ'ଣ ଶିଖିଲ। ତ ପିଲାମାନେ ମୁଁ କୌଣସି ବି ଦଳର ଗୋଟେ ନାଁ ଲେଖିଦେଇଛି କଳିକା ଦଳ। ଦେଖ ପିଲାମାନେ ମନୋନୀତି କାର୍ଯ୍ୟ ବୃକ୍ଷରୋପଣ। ତାପରେ ଆବଶ୍ୟକ ସାମଗ୍ରୀ କ'ଣ ପିଲାମାନେ ଗଛ ଚାରା ଓ କୋଦାଳ, ପାଣି, ଖତ। ପିଲାମାନେ ଗଛ ଦିଆଯାଏ। ତାପରେ ତୁମେ କ'ଣ ଶିଖିଲ? ଗଛ ପରିବେଶକୁ ସୁରକ୍ଷିତ ରଖେ ଏବଂ ଅମ୍ଳଜାନ ଦିଏ। ତ ପିଲାମାନେ ଏମିତି ଲେଖିବ। ପିଲାମାନେ ଆଉ ଗୋଟେ ଘରରେ ଲେଖିବ ସେବା ଦଳ। ସ୍ୱଚ୍ଛତା ଅଭିଯାନ ଲେଖିବ ପିଲାମାନେ ମନୋନୀତି କାର୍ଯ୍ୟରେ। ତାପରେ ଆବଶ୍ୟକ ସାମଗ୍ରୀ କ'ଣ ଲେଖିବ? ପିଲାମାନେ ଝାଡ଼ୁ, ଡଷ୍ଟବିନ୍ ଓ ହାତ ମୋଜା ଲେଖିବ। ପିଲାମାନେ ତୁମେ କ'ଣ ଶିଖିଲ? ସେଥିରେ ପିଲାମାନେ ଲେଖିବ ନିଜ ପରିବେଶ ସଫା ରଖିଲେ ରୋଗ ହୁଏ ନାହିଁ। ତ ପିଲାମାନେ ଏମିତି ଉତ୍ତର ଲେଖିବ। ପିଲାମାନେ ଆଉ ଗୋଟେ ଦଳର ନାଁ ଲେଖିବ। ମୁଁ ଲେଖିଦେଇଛି ତାରା ଦଳ। ତାପରେ ମନୋନୀତି କାର୍ଯ୍ୟ କ'ଣ ଲେଖିବ? ପିଲାମାନେ ପ୍ରାକୃତିକ ସାମଗ୍ରୀରୁ କଳିପୃତ ପ୍ରସ୍ତୁତ। ତାପରେ ଶୁଖିଲା ପତ୍ର, ଫୁଲ, ସ୍ୱଚ୍ଛ ଅଠା। ତ ପିଲାମାନେ ଲେଖିବ ଆବଶ୍ୟକ ସାମଗ୍ରୀରେ। ତାପରେ ଲେଖିବ ତୁମେ କ'ଣ ଶିଖିଲ? ସେଥିରୁ ପ୍ରାକୃତିକ ଜିନିଷକୁ ସୁନ୍ଦର ସଜାଇବା। ତ ଏମିତି ଉତ୍ତର ପିଲାମାନେ ଲେଖିବ ସବୁ। ତ ପିଲାମାନେ ଏବେ ସରିଲା। ତ ଚାଲ ଏବେ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ ବିଭିନ୍ନ ପ୍ରକାର 4 ପ୍ରକାର ଚିତ୍ର ଦେଇଛି। ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି? ମୁଁ ଅଟେ ଭାଇ ଏମିତି ଏକ ସ୍ଥାନ କରିଥାନ୍ତି ଯାତ୍ରା ଯହିଁ ବିଶ୍ରାମ। ବସନ୍ତି ବସ୍କୁ ଅପେକ୍ଷା କରି କାଳେ ଛାଡ଼ିଦେବେ ବସ୍ ତାଙ୍କରି। ଦୂର ହେଉ ବା ହେଉ ନିକଟ ବସ୍ ଦେଖାଏ ସଭିଙ୍କୁ ବାଟ। ତ ପିଲାମାନେ ଆର ଉତ୍ତର କ'ଣ ଲେଖିବ? ପିଲାମାନେ ବସଷ୍ଟାଣ୍ଡ ଆର ଉତ୍ତର ଲେଖିବ। ପିଲାମାନେ ଖ ନମ୍ବର କ'ଣ ଲେଖାଯାଇଛି? ମୁଁ ରଖେ ଚିଠି ଦୂର ଓ ପାଖ। ଷ୍ଟାମ୍ପ ପାର୍ସଲ ଏଠି ଅପେକ୍ଷାରତ। ଲେଖାଟିଏ ଲେଖେ ପକାଇ ଦିଏ ମୋର ନାମ କହି ଜିତିଣି ଯାଅ। ତ ପିଲାମାନେ ଆର ବି ଉତ୍ତର ଲେଖିବ ଡାକଘର। ତ ଚାଲ ଗ ନମ୍ବର ବି ଦେଖିବା। ତ ପିଲାମାନେ ଗ ନମ୍ବର କ'ଣ ଲେଖାଯାଇଛି? ରଙ୍ଗରଙ୍ଗିଆ ଲାଇଟ୍ ସଙ୍ଗେ ରଙ୍ଗରଙ୍ଗିଆ ଚିଜ। ସକାଳୁ ସଞ୍ଜ ନ ଆସିଲେ ସବୁଠି ହୁଏନି ନିଦ। ପନିପରିବା ଫଳ ସାଙ୍ଗକୁ ଡାଲି ମସଲା ଥାଏ। ସବୁଠି ବ୍ୟସ୍ତ ସ୍ଥାନ ମୋ ପାଶେ ଦିନ ରାତି ନଥାଏ। ତ ପିଲାମାନେ ଆର ଉତ୍ତର କ'ଣ ଲେଖିବ? ବଜାର ହାଟ। ପିଲାମାନେ ଆର ଉତ୍ତର ଲେଖିବ। ଘ ନମ୍ବର କ'ଣ ଲେଖାଯାଇଛି? ପିଲାମାନେ ଏତେ ବଡ଼ ଜାଗର ମୋର ଦୌଡ଼ି ଆଉ ଖେଳ। ଖସଡ଼ା ଆଉ ଦୋଳିରେ ନୀତି ମଉଜ କର। ମନ ତୁମର ଖୁସି ହୁଏ ମୋ ପାଖକୁ ଆସିଲେ। ଜାଣିଛି ଯଦି ମୋ ନାମ କହିବ କିର ପିଲେ।
କିରେ ପିଲେ, ତ ଆର ଉତ୍ତର କ'ଣ ଲେଖିବେ ପିଲାମାନେ? ପାର୍କ ବା ଖେଳ ପଡ଼ିଆ। ପିଲାମାନେ ଦେଖ, ଆର ପାର୍କକୁ ଯାଆନ୍ତି ପିଲାମାନେ ଖେଳିବାକୁ, ତ ପାର୍କ ବା ଖେଳ ପଡ଼ିଆ ଲେଖିବ। ତ ପିଲାମାନେ ଆର ଯେଉଁ ସାଇଡ଼୍ ଚିତ୍ର ଯାହା ଦିଆଯାଇଛି ଆପଣ ଲେଖିକି କୌଣସି ଗାର ବି ଟାଣିପାରିବ। ତ ଚାଲ ପିଲାମାନେ ଏବେ ନେକ୍ସଟ ପେଜ୍ ଦେଖିବା କ'ଣ ଦେଇଛି ନେକ୍ସଟ ପେଜ୍ରେ। ତ ପିଲାମାନେ ନେକ୍ସଟ ପେଜ୍ରେ ଦିଆଯାଇଛି, ତୁମେ ଆଗ୍ରହୀ ଥିବା ଏକ ସର୍ବସାଧାରଣ ସ୍ଥାନ ବାଛ। ଏବେ ଏହିପରି ଗୋଟିଏ ପ୍ରହେଳିକା ତୁମେ ସାଙ୍ଗ ସମାଧାନ କରିବା ପାଇଁ ପ୍ରସ୍ତୁତ କର। ତ ଚାଲ ଏବେ ଉତ୍ତର ଲେଖିବା। ପିଲାମାନେ ଆର ଉତ୍ତର କୌଣସି ପ୍ରଶ୍ନ ଲେଖିପାରିବ। ପ୍ରଶ୍ନ କ'ଣ ଲେଖିବ ପିଲାମାନେ? ମୁଁ ଏକ ସର୍ବସାଧାରଣ ସ୍ଥାନ ଅଟେ। ମୋ ପାଖକୁ ବିଭିନ୍ନ ପ୍ରକାର ରୋଗୀମାନଙ୍କୁ ଆସନ୍ତି। ଏଠାରେ ଡାକ୍ତର ଏବଂ ନର୍ସମାନେ ସେମାନଙ୍କର ଚିକିତ୍ସା କରନ୍ତି। କୁହ ଦେଖି ମୁଁ କିଏ? ତ ପିଲାମାନେ ଆର ଉତ୍ତର ପ୍ରଶ୍ନ ଏମିତି ଲେଖିବ। ପ୍ରଶ୍ନ ଚାର୍ଟ ଲେଖି ସାରିଲା ପରେ ଆର ଉତ୍ତର ଲେଖିବ ଡାକ୍ତରଖାନା ବା ହସ୍ପିଟାଲ। ତ ପିଲାମାନେ 4 ନମ୍ବର ପ୍ରଶ୍ନ କ'ଣ ଦେଇଛି? ଶ୍ରେଣୀ ଗୃହରେ ଏହିପରି ଏକ ଦଳ ଗଠନ କରି ଯେପରି ପ୍ରତ୍ୟେକ ଦଳ ସେମାନଙ୍କ ଅଞ୍ଚଳରେ ଏକ ପରିସ୍ଥିତି ସମ୍ପର୍କରେ ଚିନ୍ତା କରିବା, ଯେଉଁଥିରେ ଉନ୍ନତି ହେବା ଆବଶ୍ୟକ କାର୍ଯ୍ୟଗୁଡ଼ିକ ଚିହ୍ନଟ କର, ଯାହା ପରିସ୍ଥିତିରେ କିଛି ପରିବର୍ତ୍ତନ ଆଣିପାରିବ। ଏଗୁଡ଼ିକ ସଠିକ୍ ଅନ୍ୟମାନଙ୍କୁ ସହାୟତା କୌଣସି କାର୍ଯ୍ୟକ୍ରମର ପ୍ରସ୍ତୁତି ଇତ୍ୟାଦି ସମ୍ବନ୍ଧୀୟ ହୋଇଥିବା ଦଳ ସାରଣୀର ପୂରଣ କର। ତ ପିଲାମାନେ ଦଳ, ପରିସ୍ଥିତି, କାର୍ଯ୍ୟ ଓ ତୁମର ଭୂମିକା। ତ ପିଲାମାନେ ଦଳ 1, 2, 3। ତ ଚାଲ ଆମେ ଆପଣଙ୍କୁ କିପରି ଆପଣ ଲେଖିବେ, ତ ମୁଁ ସେପରି ଦେଖେଇଦେବି। ତ ପିଲାମାନେ ଦଳରେ 1ରେ ଗାଁ ପୋଖରୀ ଅପରିଷ୍କାର ହେବା, ତାପରେ ସଫେଇ କାର୍ଯ୍ୟକାରୀ ଆୟୋଜନ, ତାପରେ କ'ଣ ଯେ ଏମିତି ଉତ୍ତର ପିଲାମାନେ ଦଳ 1, 2, 3 କରିକିରି ଆପଣମାନେ ସବୁ ଲେଖିପାରିବେ। ତ ପିଲାମାନେ ତା ତଳ କ'ଣ ଲେଖିଛି? ସାରଣୀ ପୂରଣ କର, ଆଲୋଚନା କର ଓ ଦଳ ପ୍ରଶ୍ନଗୁଡ଼ିକ ଉତ୍ତର ଲେଖ। ତୁମେ ଭାବୁଛ କି ଏକାଠି କାମ କରିବା ଦ୍ୱାରା ତୁମର କାର୍ଯ୍ୟଗୁଡ଼ିକ ଅଧିକ ଉପଯୋଗୀ କରାଇ ପାରିଲା? କାରଣ ଦର୍ଶାଅ। ତ ପିଲାମାନେ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ କ ନମ୍ବର ଉତ୍ତର ଲେଖିବ? ନା, ଏଭଳି କାମ କରିବା ଅପେକ୍ଷା ଦଳଗତ ଭାବେ କାମ କଲେ ତାହା ଅଧିକ ଉପଯୋଗୀ ହୋଇଥାଏ। କାରଣ ଦଳରେ କାମ କଲେ ବିଭିନ୍ନ ଲୋକଙ୍କର ନୂଆ ନୂଆ ଚିନ୍ତାଧାରା ମିଳିଥାଏ। ତ ପିଲାମାନେ ଏହିପରି ଉତ୍ତର ଆପଣ ଲେଖିବେ। ତ ପିଲାମାନେ ଖ ନମ୍ବର କ'ଣ ଲେଖାଯାଇଛି? ଏହି କାର୍ଯ୍ୟଗୁଡ଼ିକ ଦ୍ୱାରା ତୁମର ଭାଗିଦାରାତି କିପରି ଗୋଷ୍ଠୀକୁ ସାହାଯ୍ୟ କରିପାରିବ? ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ, ଏହି କାର୍ଯ୍ୟରେ ମୋର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଗୋଷ୍ଠୀରେ ଏକତା ବଢ଼ିବ। ତ ଏହିପରି ଭାବେ ପିଲାମାନେ ଉତ୍ତର ଆର ଲେଖିବେ। ତ ପିଲାମାନେ ଏହିପରି ଭାବରେ ତମ ପ୍ରଥମ ପାଠରେ ଏକତ୍ର ବାସ କରିବା ପ୍ରଶ୍ନ ଉତ୍ତର ସମାପ୍ତ ହେଲା। ପିଲାମାନେ ଦ୍ୱିତୀୟ ପାଠ ତୃତୀୟ ପାଠ ବି ଛାଡ଼ି ଦେଇଛି, ତ ଆପଣମାନେ ବି ଯାଇ ଦେଖିପାରିବେ। ତ ପ୍ରଥମ ପାଠ ପିଲାମାନେ ଉତ୍ତର ଲେଖି ସାରିଲା ପରେ ଆପଣଙ୍କୁ ଲାଇକ୍ କରିବେ ଭିଡ଼ିଓକୁ। ତ ରଖିଲି ପିଲାମାନେ, ଜୟ ଜଗନ୍ନାଥ।